ସତ୍ୟଗଳା ପକ୍ଷରୁ ଆପଣଙ୍କୁ ସ୍ୱାଗତ। ବାଲେଶ୍ୱର ସହରରେ ITI ପଡ଼ିଆରେ ବାଲେଶ୍ୱର ଲୋକ ମହୋତ୍ସବ ଆଜି ସନ୍ଧ୍ୟାରେ ଉଦ୍ଘାଟିତ ହୋଇଯାଇଛି। ସଭାପତି ଅସିତ ଦାସଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ସଦର ବିଧାୟକ ମାନସ କୁମାର ଦତ୍ତ, ସମ୍ମାନିତ ଅତିଥି ଭାବେ ବାଲେଶ୍ୱର ମ୍ୟୁନିସିପାଲିଟି ଚେୟାରମ୍ୟାନ୍ ସବିତା ସାହୁ, ଉପଦେଷ୍ଟା ଶାନ୍ତନୁ ଦାସ, ବିଭୁପଦ ଦାସ, ରାଧାକାନ୍ତ ଦାସ ଯୋଗଦେଇ ଲୋକ ମହୋତ୍ସବ ପରସ୍ପର ମଧ୍ୟରେ ଭାଇଚାରା ସୃଷ୍ଟି କରିଥାଏ ବୋଲି ପ୍ରକାଶ କରିଥିଲେ। ଏହାଦ୍ୱାରା ପରସ୍ପର ମଧ୍ୟରେ ସାହିତ୍ୟ, ସଂସ୍କୃତି, କଳା, ବିଜ୍ଞାନ, ସମାଜ ସେବା ପରି କେତେକ ସାମାଜିକ ଦାୟିତ୍ୱର ଆଦାନ ପ୍ରଦାନ ହୋଇଥାଏ। ଲୋକ ମହୋତ୍ସବ କମିଟିର ଚେୟାରମ୍ୟାନ୍ ବିଶ୍ୱଜିତ ପରମାଣିକ, ଉପାଧ୍ୟକ୍ଷ ଜିତେନ୍ଦ୍ର ଦାସ, ବିକାଶ ପାଢ଼ୀ, ଶ୍ରୀମନ୍ତ ମାଝୀ, କାର୍ଯ୍ୟକାରୀ ସଭାପତି ଶ୍ରୀମାନ ଶ୍ରୀଚନ୍ଦନ, ସାଧାରଣ ସମ୍ପାଦକ ସଞ୍ଜୟ ସାମନ୍ତ, ଉପସଭାପତି ସୀମନ ଦାସ ମହାପାତ୍ର, ସୌଭାଗ୍ୟ ମାନସ ନାୟକ, ସମ୍ପାଦକ ସତ୍ୟପ୍ରକାଶ ପତି, ରାଜେଶ ମହାକୁଡ଼, ହେମନ୍ତ ମହାନ୍ତି, ସଲିମ ସୁବସା, ରାଜେନ୍ଦ୍ର ପଟ୍ଟନାୟକ, ଆଶିଷ ସାହୁ, ଓମପ୍ରକାଶ ମହାପାତ୍ର, ଦେବଜ୍ୟୋତି ଦାସ ମହାପାତ୍ର, କୋଷାଧ୍ୟକ୍ଷ ନିଶିତ ବାରିକ, ଜୟରାମ ଦାସ, ସମ୍ବିତ ବିଶ୍ୱାଳ, ହୃତିକ ନାୟକ, ସୌମ୍ୟରଞ୍ଜନ ପାଣିଗ୍ରାହୀ, ଝାଡ଼େଶ୍ୱର ଜେନା, ଶିଲାବ ସତ୍ୟକମ, ଅନୁମ ମିଶ୍ର, ସୌମ୍ୟରଞ୍ଜନ ଯାଦବ, ଗୌର ମଲ୍ଲିକ, ନିରଞ୍ଜନ ମହାନ୍ତି, ଜିତେନ୍ଦ୍ର ମହାଳିକ, ରାଜକିଶୋର ମିଶ୍ର, ସମରେଶ କୁମାର ସାମଲ, ଜଗନ୍ନାଥ ପାଣିଗ୍ରାହୀ, ଅଞ୍ଜନ ପରିଡ଼ା, ପ୍ରଦୀପ କୁମାର ସାମଲ, ସିଦ୍ଧାର୍ଥ ଶଙ୍କର ପଣ୍ଡା, ଶ୍ରୀକାନ୍ତ ପାଢ଼ୀ, ଜ୍ୟୋତିର୍ମୟୀ ସାମଲ ପ୍ରମୁଖ ଉପସ୍ଥିତ ଥିଲେ। ଉକ୍ତ ମହୋତ୍ସବରେ ରାଜ୍ୟ ତଥା ରାଜ୍ୟ ବାହାରୁ ଏପରିକି ଦେଶ ବିଦେଶରେ ପାଖାପାଖି 400 ଷ୍ଟଲ୍ ଆସିଛି। ବିଶେଷ କରି ରାମଦୋଳି, ଜଲପରୀରେ ଦର୍ଶକ ଭରପୁର ମଜା ନେଉଛନ୍ତି। ଓଡ଼ିଶାର ବିଶିଷ୍ଟ କଣ୍ଠଶିଳ୍ପୀ ଦେବାଶିଷ ଲୋକ ମହୋତ୍ସବର ପ୍ରଥମ ସନ୍ଧ୍ୟାରେ ସଙ୍ଗୀତ ପରିବେଷଣ କରି ଦର୍ଶକଙ୍କ ମନ ମୋହିଛନ୍ତି। ଏହି ଲୋକ ମହୋତ୍ସବ 19 ତାରିଖ ଠାରୁ ଆରମ୍ଭ ହୋଇ 28 ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଆୟୋଜକମାନଙ୍କ ଠାରୁ ଜଣାପଡ଼ିଛି। ଧନ୍ୟବାଦ।